ନମ୍ବର 1 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି 8ରୁ 9 ଜାନୁଆରୀ 2025 ପର୍ଯ୍ୟନ୍ତ 2 ଦିନିଆ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ। ନିରନ୍ତର ବିକାଶ, ଶିଳ୍ପ ଅଭିବୃଦ୍ଧି ଓ ଭିତ୍ତିଭୂମି ସମ୍ପ୍ରସାରଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆଜି 8 ଜାନୁଆରୀ ଅପରାହ୍ନ 5ଟା 30 ସମୟରେ ବିଶାଖାପାଟଣାରେ ପ୍ରାୟ 2 ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ନମ୍ବର 2 ଦରଦାମ ବୃଦ୍ଧିରୁ ଓଡ଼ିଶାବାସୀଙ୍କୁ ମୁକୁଳାଇବା ପାଇଁ ସରକାରଙ୍କ ଲମ୍ବା ଯୋଜନା। ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ସରକାରକୁ କେବଳ 6 ମାସ ବିତିଛି। ଗତ 24 ବର୍ଷ ଧରି ବିଜେଡି ସରକାର ଯାହା କରିପାରୁନଥିଲା, ମୋହନ ସରକାର ମାତ୍ର ଅଳ୍ପ ଦିନ ମଧ୍ୟରେ ତାହା କରି ଦେଖାଇ ପାରିଛି। ମୋହନ ସରକାରଙ୍କ ସଫଳତା ଦେଖି ବିଜେଡିର ଚିନ୍ତା ବଢ଼ିଯାଇଛି। ଲୋକଙ୍କ ପାଇଁ ବିଜେଡି ସରକାର ଏଭଳି ପ୍ରଗତି କରି ଚାଲିଲେ ବିଜେଡିର ସତ୍ତା ଲୋପ ପାଇଯିବ ଭୟରେ ଏବେ ସେମାନେ ପ୍ରଲାପ କରୁଛନ୍ତି। ନମ୍ବର 3 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଜ୍ୟାକ୍ ସୁଲିଭାନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ବିଶେଷ କରି ପ୍ରଯୁକ୍ତି, ପ୍ରତିରକ୍ଷା, ମହାକାଶ, ବେସାମରିକ ଆଣବିକ କ୍ଷେତ୍ର, ସ୍ୱଚ୍ଛ ଶକ୍ତି, ସେମିକଣ୍ଡକ୍ଟର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ପ୍ରମୁଖ କ୍ଷେତ୍ରରେ ଗତ 4 ବର୍ଷ ମଧ୍ୟରେ ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ସେମାନେ ସକାରାତ୍ମକ ଭାବେ ମୂଲ୍ୟାଙ୍କନ କରିଥିଲେ। ନମ୍ବର 4 ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଲେ ସଞ୍ଜୀବ। କେନ୍ଦୁଝର ମାଟିର ପୁଅ ତଥା ସଫଳତାପୂର୍ବକ କେନ୍ଦୁଝର ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ସମ୍ପନ୍ନ କରିଥିବା ସଞ୍ଜୀବ କୁମାର ବାରିକ ଓଡ଼ିଶା ସୂଚନା ସେବା କ୍ୟାଡରରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଛନ୍ତି। ସୂଚନାଯୋଗ୍ୟ ଉପନିର୍ଦ୍ଦେଶକ ଭାବେ ଶ୍ରୀ ବାରିକ ବର୍ତ୍ତମାନ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ପଦୋନ୍ନତି ପରେ ମଧ୍ୟ ଏହି ସମ୍ମାନଜନକ ପଦବୀରେ ପୂର୍ବପରି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶିତ ହୋଇଛନ୍ତି। ନମ୍ବର 5 ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦ୍ଦେଶ। ବୃହତ୍ ମୁକ୍ତାକାଂଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ କଂସ ମହାରାଜାଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମଥୁରା ନଗରବାସୀଙ୍କୁ ଅଧିକ ମାସକର ଅଧିକ ଚାଉଳ ଯୋଗାଇ ଦେବା ସହିତ ଆଳୁ ଚାଷକୁ ପ୍ରୋତ୍ସାହନ ଓ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମଙ୍ଗଳବାର ପଞ୍ଚମ ଦିବସରେ ଗୋପପୁରରେ ଶ୍ରୀକୃଷ୍ଣ ବାଲ୍ୟଲୀଳା ଏବଂ ମଥୁରା ନଗରୀରେ ମଥୁରାଧିପତି କଂସଙ୍କ ଦୃଶ୍ୟାଭିନୟ ବେଶ୍ ଚିତ୍ତାକର୍ଷକ ଥିଲା। ନମ୍ବର 5 ମେଟ୍ରୋ ଯୋଗାଯୋଗ ବଢ଼ାଇବାକୁ ଏବଂ ସହରାଞ୍ଚଳ ପରିବହନକୁ ସୁଦୃଢ଼ କରିବାକୁ ହେଉଥିବା ବ୍ୟାପକ କାର୍ଯ୍ୟ ବାବଦରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ସହରାଞ୍ଚଳର ପରିବହନରେ ରୂପାନ୍ତର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ମେଟ୍ରୋ ନେଟୱାର୍କକୁ ବିସ୍ତାର କରିବା ଦିଗରେ ଉଲ୍ଲେଖନୀୟ ପ୍ରଗତି ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହା ଲକ୍ଷ ଲକ୍ଷ ନାଗରିକଙ୍କ ଇଜ୍ ଅଫ୍ ଲିଭିଂରେ ବିକାଶ ଆଣୁଥିବା ସେ କହିଛନ୍ତି। ନମ୍ବର 6 ଏଥର ବାରବାଟୀ ଷ୍ଟାଡିୟମରେ ହେବନି ସାଧାରଣତନ୍ତ୍ର ଦିବସ। ଏଥର କଟକ ବାରବାଟୀ ଷ୍ଟାଡିୟମରେ ହେବନି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ। ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବି ସିଂହଦେଓ ସୂଚନା ଦେଇଛନ୍ତି। ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ହେବାକୁ ଥିବାରୁ ବାରବାଟୀ ଷ୍ଟାଡିୟମ ପରିବର୍ତ୍ତେ ଏଥର ବିଡ଼ାନାସୀ ମିନି ଷ୍ଟାଡିୟମରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। 2025 ଫେବୃଆରୀ 9 ତାରିଖରେ ଭାରତ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ ଏବଂ ଏହି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ନମ୍ବର 7 ରାତ୍ରି 9ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ମନ୍ତ୍ରୀ ଦେଲେ ସୂଚନା। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତ୍ରି 9ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂଚନା ପ୍ରଦାନ କରିଛନ୍ତି। ମନ୍ତ୍ରୀ କହିଛନ୍ତି 12 ତାରିଖ ପର୍ଯ୍ୟନ୍ତ ରାତ୍ରି 9ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ସାଧାରଣ ଦିନରେ 5:30ଟା ଯାଏଁ ଖୋଲା ରହେ ରାଜ୍ୟ ସଂଗ୍ରହାଳୟ। ନମ୍ବର 8 ଡବଲ ଡେକର ବସ୍ର ଶୁଭାରମ୍ଭ, ବୁଲିବେ ପ୍ରବାସୀ ଭାରତୀୟ। ରାଜଧାନୀ ଭୁବନେଶ୍ୱରରେ ଡବଲ ଡେକର ବସ୍ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସର ଉଦ୍ଘାଟନ ପୂର୍ବରୁ 5ଟି ଡବଲ ଡେକର ବସ୍ ରାଜଧାନୀରେ ଗଡ଼ାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଏଥିସହିତ 10ଟି ହପ୍ ଅନ୍ ବସ୍ର ଶୁଭାରମ୍ଭ ହୋଇଛି। ନମ୍ବର 9 ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀରେ ଜାରି ହେଲା ଟ୍ରାଫିକ୍ କଟକଣା। ପ୍ରବାସୀ ଭାରତୀୟ ଦିବସ ସମାରୋହ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ। 10 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମାରୋହ ନିମନ୍ତେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଏହି ସମୟ ମଧ୍ୟରେ ଓଡ଼ିଶା ଗସ୍ତରେ ଆସୁଥିବାରୁ କମିଶନରେଟ୍ ପୁଲିସ ପକ୍ଷରୁ କଟକଣାଗୁଡ଼ିକ ଲାଗୁ କରାଯାଇଛି।
ନମ୍ବର 10 ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖା ହେବ ସାନ୍ତାଳୀ ଲିପି। ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖା ହେବ ସାନ୍ତାଳୀ ଲିପି। ରାଜ୍ୟ ସରକାର ଓଡ଼ିଶା ଭର୍ଚୁଆଲ ଏକାଡେମୀ ପକ୍ଷରୁ ସଞ୍ଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ନୂଆ ପ୍ରୟାସ ସଫଳ ହୋଇଛି। ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖା ହେବ। ଏହାଦ୍ୱାରା ଆଦିବାସୀ ଭାଇ ଭଉଣୀ ଅତି ସହଜରେ ନିଜ ଭାଷା ପ୍ରୟୋଗ କରି ଡିଜିଟାଲ ପ୍ଲାଟଫର୍ମରେ ନିଜର ଭାବନାକୁ ପରିପ୍ରକାଶ କରିପାରିବେ। ନମ୍ବର 11 ଅଭିନେତା ସଲମାନ ଖାନଙ୍କ ଘରେ ଲାଗିଲା ବୁଲେଟ୍ ପ୍ରୁଫ୍ ଗ୍ଲାସ୍। ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘରର ଛବି ବଦଳି ଯାଇଛି। କହିବାକୁ ଗଲେ ଘରର ସୁରକ୍ଷା ଏବେ ବଢ଼ାଇ ଦିଆଯାଇଛି। ସଲମାନଙ୍କ ଜୀବନ ପ୍ରତି ଥିବା ବିପଦକୁ ନଜରରେ ରଖି ତାଙ୍କ ବାଲକୋନିକୁ ବୁଲେଟ୍ ପ୍ରୁଫ୍ କରି ଦିଆଯାଇଛି। ଏହାର କିଛି ଫଟୋ ସାମ୍ନାକୁ ଆସିଛି। ବାବା ସିଦ୍ଦିକୀଙ୍କ ହତ୍ୟା ପରେ ସଲମାନଙ୍କୁ A+ ସୁରକ୍ଷା ଯୋଗାଇ ଦିଆଯାଇଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ସଲମାନଙ୍କ ଘର ସମ୍ମୁଖରେ ପୁଣି ଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ନମ୍ବର 12 ଚାଲିଛି ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି। ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ। ରତ୍ନଭଣ୍ଡାର କାନ୍ଥରୁ ଚୂନ ଛଡ଼ାଯିବା କାର୍ଯ୍ୟ ଶେଷ ହୋଇଛି। ବୈଜ୍ଞାନିକ ପଦ୍ଧତିରେ କେମିକାଲ ଟ୍ରିଟମେଣ୍ଟ କରାଯିବ। ପ୍ରଥମେ ଭର୍ଟିକାଲ କ୍ରାସ୍ ବା କାନ୍ଥ ମରାମତି କାର୍ଯ୍ୟ ହେବ। ଚଟାଣରେ ରହିଥିବା ଫାଟ ଓ ମୂଷାଘାତ ମରାମତି କାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି SI ସୁପରିଟେଣ୍ଡେଣ୍ଟ DB ଗଟନାୟକ। ନମ୍ବର 13 2025ରେ 3 ଥର ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାକୁ ନେଇ ସୋମବାର ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 2025ରେ ମହିଳାଙ୍କୁ 3 ଥର ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି 2025 ସୁଭଦ୍ରା ଯୋଜନାର ବର୍ଷ ହେବ। ସମସ୍ତ ମା'ମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ। ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ନମ୍ବର 14 ଅଦିନିଆ ବର୍ଷା କ୍ଷୟକ୍ଷତି। 4ରୁ 5 ଦିନ ଭିତରେ ସମସ୍ତ ଚାଷୀ ପାଇବେ କ୍ଷତିପୂରଣ। ଅଦିନିଆ ବର୍ଷା କ୍ଷୟକ୍ଷତି 5 ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ ଆର୍ଥିକ ସହାୟତା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ଜଳସେଚିତ ଜମିକୁ ହେକ୍ଟର ପିଛା 15,000 କ୍ଷତିପୂରଣ ଦିଆଯିବା ନେଇ ମନ୍ତ୍ରୀ କହିଛନ୍ତି। ତେବେ ଚାଷୀଙ୍କୁ ପ୍ରଦାନ କରାଯିବ 292 କୋଟିର କ୍ଷତିପୂରଣ ରାଶି। ଏହି ଅର୍ଥ ଅନଲାଇନରେ ଜିଲ୍ଲାପାଳଙ୍କୁ ଦିଆସରିଲାଣି। ନମ୍ବର 15 ଫେବୃଆରୀ 5ରେ ଭୋଟ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ପ୍ରେସ୍ କନଫରେନ୍ସ ଜରିଆରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଫେବୃଆରୀ 5 ତାରିଖରେ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ। ସମସ୍ତ 70ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ପଡ଼ିବ। ନମ୍ବର 16 ବାଘକୁ ନେଇ ତାତିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବାଘ ଆଲୁ ନୁହଁ ଯେ ମମତା ସରକାର ରଖିଦେବେ। ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ଏହି ଅଭିଯୋଗ ପରେ ରାଗିଲେ ମମତା। ବାଘ ଉଦ୍ଧାର ନେଇ ଓଡ଼ିଶା ସରକାର ଓ ବନ ବିଭାଗକୁ କଲେ ଟାର୍ଗେଟ। ମମତା କହିଥିଲେ ଗୋଟିଏ ବାଘ 5ଟା ଜଙ୍ଗଲ ବୁଲିଲା, 5ଟା ଜିଲ୍ଲା ବୁଲିଲା। 5 ଦିନ ଲୋକ ଆତଙ୍କିତ ରହିଲେ, ସ୍କୁଲ ବନ୍ଦ ରହିଲା। ଯେମିତି ଦିନରାତି ପରିଶ୍ରମ କରି ଆମ ବନ ବିଭାଗ ଉଦ୍ଧାର କଲା। ନମ୍ବର 17 ଆଗାମୀ 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାଜ୍ୟରେ ଜାରି ରହିଛି ଶୀତଲହରୀ। ଆଗାମୀ ଦିନରେ 3ରୁ 5 ଡିଗ୍ରୀ ଖସିବ। ଆଜି ରାତ୍ରିରେ ଫୁଲବାଣୀ କୋରାପୁଟରେ ପାରଦ ସବୁଠୁ କମ୍ ବା 11 ଡିଗ୍ରୀ ରହିବ। ଢେଙ୍କାନାଳ ଓ ରାଉରକେଲାରେ 12 ଡିଗ୍ରୀ ରହିପାରେ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାପରେ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଡିସେମ୍ବରରେ ଦକ୍ଷିଣ ଉପଦ୍ୱୀପରେ ହୋଇଥିବା ବର୍ଷା 23ରେ ସର୍ବାଧିକ ବୋଲି IMD ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଜିଲ୍ଲା ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା 5 ଡିଗ୍ରୀ ରେକର୍ଡ କରାଯାଇଛି। ନମ୍ବର 18 ପୁଣି ଥରେ ମମତା ବାନାର୍ଜୀ ଓଡ଼ିଶାକୁ ବନ୍ଦ କଲେ ଆଲୁ ଯୋଗାଣ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଓଡ଼ିଶାକୁ ଦେଇଛନ୍ତି ଆଲୁ ଝଟକା। ପୁଣି ମମତା ଓଡ଼ିଶାକୁ ଆଲୁ ଯୋଗାଣ ବନ୍ଦ କରିଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ବଜାରରେ ଆଲୁ ଦର ବୃଦ୍ଧି ପାଇଛି। ଗତ 4 ଦିନ ହେଲା ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଓଡ଼ିଶାକୁ ଆଲୁ ଗାଡ଼ି ଛାଡ଼ୁନଥିବାରୁ ରାଜ୍ୟ ମଧ୍ୟକୁ ପର୍ଯ୍ୟାପ୍ତ ଆଲୁ ଆସିପାରୁନାହିଁ। ନମ୍ବର 19 ଚାଷୀଙ୍କୁ କ୍ଷତିପୂରଣ ବଣ୍ଟନ ଆରମ୍ଭ ହେଲାଣି। 4-5 ଦିନ ଭିତରେ ସରିବ। ଅଦିନିଆ ବର୍ଷା ଚାଷୀଙ୍କର ଧାନ ଫସଲ ସହିତ ପରିବା ଚାଷ ମଧ୍ୟ କ୍ଷୟକ୍ଷତି ହୋଇଛି। ଫସଲ ନଷ୍ଟର କ୍ଷତିପୂରଣ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଅଦିନିଆ ବର୍ଷା ଧାନ ଫସଲ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବା ଆରମ୍ଭ ହେଲାଣି। ଏହା 4 କି 5 ଦିନରେ ସରିବ। 14 ଜିଲ୍ଲାରେ କ୍ଷତି ହୋଇଥିବା ବେଳେ 2 ଜିଲ୍ଲାରେ ଆଂଶିକ କ୍ଷତି ମଧ୍ୟ ହୋଇଛି। ନମ୍ବର 20 କୃଷ୍ଣପ୍ରସାଦରେ କୁକୁଡ଼ା ମଡ଼କ। ଦିନକରେ ମଲେଣି 3,000 କୁକୁଡ଼ା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ଶିଆଲି
ବୁଦ୍ଧିବର ଏବଂ ବଜ୍ରକୋଟ ପଞ୍ଚାୟତରେ କୁକୁଡ଼ା ମୋଡ଼କ ଦେଖିବାକୁ ମିଳିଛି। ଆଜି ଦିନକରେ ପ୍ରାୟ 3000 କୁକୁଡ଼ାଙ୍କର ମୃତ୍ୟୁ ହୋଇଥିବା କୁକୁଡ଼ା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ କୁକୁଡ଼ା ଫାର୍ମରେ 15ରୁ 20 ଦିନର ଏହି କୁକୁଡ଼ା ଛୁଆଙ୍କ ହଠାତ୍ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।